ଉଚ୍ଚ ଜ୍ଞାନ ଦେଇଦେବେ। ଏଇ ଯୋଉ ବାକ୍ୟଟା ଯୋଉ ମୁଁ ପଢିଲି ଏବେ, ଏ ବାକ୍ୟରେ କଣ କୁହାହଉଛି ଯେ ଏହି ଯେଉଁ ସବୁ ବୃକ୍ଷ, ପର୍ବତ, ଆକାଶ ଓ ପୃଥିବୀ ଦେଖିପାରୁଛ, ଏହା ସମସ୍ତ ପରମାର୍ଥମୟ ବା ବିଶୁଦ୍ଧ ଚୈତନ୍ୟମୟ। ସମସ୍ତ କିଛି ହଉଛି ପରମାର୍ଥମୟ ଆଉ ବିଶୁଦ୍ଧ ଚୈତନ୍ୟମୟ। ଆମେ ତାକୁ ଜଡ ବୋଲି କହୁଛୁ, ଗୋଡି ମାଟି ପଥର ଇତ୍ୟାଦି କେତେ କଥା କଣ କହିଦଉଛୁ, ଜୀବ ଜନ୍ତୁ କୀଟ ପତଙ୍ଗ। କହିଲା ବ୍ରହ୍ମ ସ୍ତମ୍ଭ ପର୍ଯ୍ୟନ୍ତଂ ପରମାତ୍ମ ସ୍ୱରୂପକଂ ସ୍ଥାବରଂ ଜଙ୍ଗମଂ ଚୈବ ପ୍ରଣମାମି ଜଗନ୍ମୟ। ଗୁରୁ ବନ୍ଦନାରେ ଗୋଟେ ମୋର ଫେଭରାଇଟ ଶ୍ଲୋକ। ଆଉ ସବୁ ଅନ୍ୟ ଶ୍ଲୋକ କିନ୍ତୁ ସେଥିରେ ଟିକେ ଦ୍ୱୈତ ଚିନ୍ତାଧାରା ରହିଛି, କିନ୍ତୁ ସମ୍ପୂର୍ଣ୍ଣ ଅଦ୍ୱୈତ ଆହୁରି କେତେ ଶ୍ଲୋକ ଅଛି, ଗୋଟେ ମନେ ଅଛି। ବ୍ରହ୍ମ ସ୍ତମ୍ଭ ପର୍ଯ୍ୟନ୍ତ ପରମାର୍ଥ ସ୍ୱରୂପକଂ, କାରଣ ସ୍ତମ୍ଭ ଠାରୁ ଆରମ୍ଭ କରି ବ୍ରହ୍ମ ପର୍ଯ୍ୟନ୍ତ ଯାହା କିଛି ଦୃଶ୍ୟମାନ ହଉଛି, ଯାହା କିଛି ଅନୁଭୂତ ହଉଛି, ସବୁ କିଛି ହଉଛି ପରମାତ୍ମ ସ୍ୱରୂପକ। ଆତ୍ମସ୍ୱରୂପ ପରମାତ୍ମ ସ୍ୱରୂପ, ପରମାତ୍ମ ସ୍ୱରୂପକଂ ସ୍ଥାବରଂ ଜଙ୍ଗମ, ସ୍ଥାବର ଜଙ୍ଗମ ଯାହା କିଛି ସବୁ ମିଶେଇକିରି, ନୋ ଡିଫରେନ୍ସ, ନୋ ଡୁଆଲିଜିମ୍, ଏଇଭଳି କଥା। ସ୍ଥାବରଂ ଜଙ୍ଗମଂ ଚୈବ ପ୍ରଣମାମି ଜଗନ୍ମୟ। ଗୁରୁ ବନ୍ଦନା।